ତେଲ ପାଇଁ ରୁମାଲ ପାଇଁ ଏସବୁ ଜିନିଷ ମାନେ ପ୍ରାର୍ଥନା କରାହଉଛି କେତେ ଦୂର ଆବଶ୍ୟକ କି କେତେ ଦୂର ଜେନ୍ୟୁଇନ୍ କେତେ ଦୂର ଆଜି ଭ୍ୟାଲିଡ ହୁଏ। ନାଇଁ କି ଆମେ ଦେଖୁ ଶିଷ୍ୟମାନେ ଥରେ ତେଲ ଲଗାଇକି ପ୍ରାର୍ଥନା କରିଥିଲେ। ମାର୍କ ମାର୍କ 6:13 ମାର୍କ 6:13 ନା ମାର୍କ 6:13 ଦେଖୁଛି। ପୁଣି ଅନେକ ମ୍ୟୁଟ କରନ୍ତୁ। ପୁଣି ଅନେକ ଭୂତ ଛଡାଇଲେ ଓ ଅନେକ ରୋଗୀ ଲୋକଙ୍କୁ ତୈଳ ଲଗାଇ ସୁସ୍ଥ କଲେ। ଦେଖନ୍ତୁ ଶିଷ୍ୟମାନେ ମଧ୍ୟ ସୁସ୍ଥତା ପାଇଁ ତେଲ ବ୍ୟବହାର କଲେ ବୋଲି ଆମେ ଦେଖୁ, ରାଇଟ। କିନ୍ତୁ ପ୍ରେରିତରେ ଅର୍ଥାତ୍ ପବିତ୍ର ଆତ୍ମା ପାଇଲା ପରେ ସେମାନେ କାହାକୁ ତେଲ ଲଗାଇବାଟା ଆମେ ଦେଖିନୁ। ତଥାପି ଯାକୋବ ପତ୍ରିକାରେ ଲେଖା ଅଛି 5:13 କି ଯଦି ଆପଣ ମାନେ ରୋଗୀ ଅଟନ୍ତି ତାହେଲେ ଆପଣ ମାନେ ଈଶ୍ୱରଙ୍କ ମନ୍ଦିରକୁ ଯାଇକି ସେଠି ପ୍ରାଚୀନ ମାନଙ୍କ ହାତ ଦେଇ ପ୍ରାର୍ଥନା କରାଇ ପାରିବେ। 5:13 ନା ଯାକୋବ ପତ୍ରିକା। ତୁମ ମାନଙ୍କ ମଧ୍ୟରେ ଜଣେ କେହି କଣ କେହି ଦୁଃଖ ଭୋଗ କରୁଅଛି ସେ ପ୍ରାର୍ଥନା କରୁ, କେହି କଣ ଆନନ୍ଦିତ ଅଟେ ସେ ଗୀତ ଗାନ କରୁ, ତୁମ ମାନଙ୍କ ମଧ୍ୟରେ କଣ କେହି ପୀଡ଼ିତ ସେ ମଣ୍ଡଳୀର ପ୍ରାଚୀନ ମାନଙ୍କୁ ଡକାଇ ସେମାନେ ପ୍ରଭୁଙ୍କ ନାମରେ ତୈଳ ମଖାଇ ତାହା ନିମନ୍ତେ ପ୍ରାର୍ଥନା କରନ୍ତୁ। ବିଶ୍ୱାସ ଯୁକ୍ତ ପ୍ରାର୍ଥନା ସେହି ରୋଗୀକୁ ରକ୍ଷା କରିବ, ସୁସ୍ଥ କରିବ, ପୁଣି ପ୍ରଭୁ ତାହାକୁ ଉଠାଇବେ, ଆଉ ଯଦି ସେ ପାପ କରିଥାଏ ତାହେଲେ ତାହାକୁ କ୍ଷମା ବି ଦିଆଯିବ। ଆଉ କିଏଟା? ପ୍ରାଚୀନ ମାନେ, ଦାସ ମାନେ ନୁହନ୍ତି। ପ୍ରାଚୀନ ମାନଙ୍କର କର୍ତ୍ତବ୍ୟ ଦାସ ମାନଙ୍କ ସହିତ ମଣ୍ଡଳୀର ପ୍ରାଚୀନ ମାନଙ୍କୁ ମଧ୍ୟ ଆତ୍ମାରେ ପୂର୍ଣ୍ଣ ଯୋଗ୍ୟ ଲୋକମାନଙ୍କୁ ନିଯୁକ୍ତ କରିବା ଦରକାର। ଯେମିତି ପ୍ରେରିତ ଆମେ ଦେଖୁ 6 ଅଧ୍ୟାୟରେ 7 ଜଣଙ୍କୁ ବୋଧେ ସେମାନେ ନିଯୁକ୍ତ କରୁଥିଲେ, ସେମାନଙ୍କ ମଧ୍ୟରେ ଥିଲେ ଜଣେ ଷ୍ଟିଫେନ୍। ତ ଏଠି ପଏଣ୍ଟ ରହିଲା ପ୍ରେରିତ ମାନେ ପରେ କାହିଁକି ତେଲ ଲଗାଇଲେ ନାହିଁ? ତ ପଏଣ୍ଟ ଦେଖନ୍ତୁ, ପ୍ରଥମ କଥା ତେଲ ବୁଝାଏ ପବିତ୍ର ଆତ୍ମାକୁ ବୁଝାଏ। ପୁରାତନ ନିୟମରେ ଅଧିକାଂଶ ତେଲ ସହିତ ହିଁ ତୁଳନା କରାହେଲେ ପବିତ୍ର ଆତ୍ମା। ତ ନୂତନ ନିୟମରେ ଆକ୍ଚୁଆଲି ତେଲ ଲଗାଇବାଟା ପ୍ରାୟ ନାହିଁ, କିନ୍ତୁ କେତେବେଳେ ଲଗାଇବା ଦରକାର ମାନେ ଆମେ ଯଦି ପବିତ୍ର ଆତ୍ମା ପାଇଛୁ ତାହେଲେ ଆମେ ତେଲ ବ୍ୟବହାର କରିବା ଦରକାର ନାହିଁ। ତଥାପି ଆମେ କେତେବେଳେ ବ୍ୟବହାର କରୁ ମାନେ ସାମ୍ନା ବାଲା ଯଦି ପବିତ୍ର ଆତ୍ମା ପାଇନାହିଁ ତାହେଲେ ତାକୁ ତେଲ ଲଗାଇକି ପ୍ରାର୍ଥନା କରିବା ଦରକାର ପଡୁଛି। ମୁଁ ପର୍ସନାଲ ସେମିତି କରେ। ଯଦି ସାମ୍ନା ବାଲା ପବିତ୍ର ଆତ୍ମା ପାଇଛନ୍ତି, ଡୋଣ୍ଟ ନିଡ୍ ଏନିଥିଙ୍ଗ, ରୁମାଲ, କର୍ଚିଫ, ତେଲ କି ସେ କିଛି ନାହିଁ, କିଛି ଫିଜିକାଲ କଣ୍ଟାକ୍ଟ ଦରକାର ନାହିଁ। ଆମେ ଆତ୍ମାର ଅନୁଭୂତି ପାଇଥାଉ। ଟଚ ବି ଦରକାର ନାହିଁ। ସ୍ପିରିଟ ରେ ପ୍ରେୟର ଇଜ ମୋର ପାୱାରଫୁଲ ଆକ୍ଚୁଆଲି। ସାମ୍ନା ଯଦି ସେମାନେ ପବିତ୍ର ଆତ୍ମା ପାଇଛନ୍ତି ତାହେଲେ ମୁଁ କିଛି ତେଲ ଲଗାଇ ନାହିଁ, ପ୍ରାର୍ଥନା କରିଦିଏ। ପ୍ରେଜ୍ ଦ ଲର୍ଡ, ରାଇଟ୍। ତ এই ସବୁ ରୁମାଲ କର୍ଚିଫ ଆକ୍ଚୁଆଲି ଅଧିକାଂଶ ବିଜାତି ମାନଙ୍କ ମଧ୍ୟରେ କାମ ହୁଏ, କାରଣ ସେମାନଙ୍କ ପାଖରେ କିଛି ଡାଇରେକ୍ଟ କଣ୍ଟାକ୍ଟ ନଥିବ ପ୍ରଭୁଙ୍କ ସହିତ ଯୋଡ଼ିବା ପାଇଁ, ନାଇଁ ଡାଇରେକ୍ଟ କଣ୍ଟାକ୍ଟ। ତେଣୁକରି ଆମେ କିଛି ଷ୍ଟାର୍ଟିଂରେ ଯେହେତୁ ସେମାନେ ପ୍ରଭୁଙ୍କୁ ପୁରା ପାଇନଥିବେ, ବାପ୍ତିଜିତ ହେଇନଥିବେ, ପ୍ରଭୁଙ୍କର ନିଜସ୍ୱ ସନ୍ତାନ ହେଇନଥିବାରୁ କିଛିଟା କଣ୍ଟାକ୍ଟ ଦେଇକି ବା ତେଲ ଗୋଟେ ଲଗାନ୍ତୁ ଆଜ୍ଞା ପ୍ରାର୍ଥନା କରିବୁ, ରୁମାଲ ଗୋଟେ ଲଗାଇକି ନା ଝିଅ ଦେହ ଖରାପ ଅଛି ମୁଁ ରୁମାଲ પર ପ୍ରାର୍ଥନା କରିକି ଲଗାଇଦିଏ ବୋଲି। ତ ଏଇଟା ଏଇ ରୁମାଲ ଏଇଟା ଆମେ ପ୍ରାର୍ଥନା କରିଦେଇକି ଆମେ ଷ୍ଟଲ କରିକି ବିକିବାଟା ନୁହଁ, ଏଇଟା ବିକା ବିକି ଖେଳ ନାହିଁ, ଏଠି ଏମିତି ହୁଏ ନାହିଁ।
ପ୍ରଭୁଙ୍କର କାର୍ଯ୍ୟ ଗୋଟେ 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 ଦେଖନ୍ତୁ ଆମେ ଜାଣୁ ପ୍ରତିମା ଗୁଡ଼ିକ, ପ୍ରତିମା ପୂଜା ଆମେ ଦେଖୁ, ଆମେ ଜାଣୁ, ବାଇବେଲ ବି କହେ କି ପ୍ରତିମାର କୌଣସି ଶକ୍ତି ନଥାଏ। ବାଇବେଲ କହେ there is no power in an idol। ଖାଲି ଡେଡ୍ ଆଇଡଲ କି ନାହିଁ, ମୃତ ପ୍ରତିମା। ତଥାପି ଆମେ ମାନୁଛୁ ନାହିଁ ଆଜ୍ଞା ତାଠାରେ ପାୱାର୍ସ ଅଛି। କେମିତି ଥାଏ ପାୱାର୍ସ? କେମିତି ଆସିଯାଏ? ନଥାଏ ଆକ୍ଚୁଆଲି। ସେମାନେ ଗୋଟେ ପଥରକୁ ସେ ସିନ୍ଦୁର ହଳଦୀ ଏସବୁ ଲଗାଇକି ତା ପାଖରେ ଗୋଟେ 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 ଛେଳିକୁ ବଳି ଦେଇକି, କୁକୁଡ଼ା ବଳି ଦେଇକି ରଥ ତାକୁ ଲଗାଇ ଦେଇକି ତାର ଦେବତା ମାନଙ୍କୁ ଡାକନ୍ତି ଭିତରକୁ ଆ ବୋଲି। ଯେତେବେଳେ ସେ ଗୋଟେ ପଥରକୁ ନହେଲେ ଗୋଟେ ମୂର୍ତ୍ତିକୁ ପ୍ରତିଷ୍ଠିତ କରିଦେବା, ଉତ୍ସର୍ଗ କରିଦିଏ, କଣ କୁହାଯାଏ ଓଡ଼ିଆରେ? ସେମାନେ ସେ ବିଶିଷ୍ଟ ସେ ବିଶେଷ ସେ ଦେବତାକୁ ସେ ଜିନିଷ ପ୍ରତିଷ୍ଠିତ କରନ୍ତି, କହନ୍ତି ତୁ ଏବେ ଏଇଠି ଭିତରକୁ ଆମେ ପ୍ରତିଷ୍ଠିତ କରିଛୁ, ମନ୍ଦିର ଏ ପ୍ରତିମା କରିଛୁ, ଆଉ ଯେତେ ଜଣ ଆଜି ଠାରୁ ମୁଣ୍ଡିଆ ମାରିବେ ତାକୁ ଧରେ। Then comes the spirit inside। ସେଇ ପ୍ରକାର ଯାଦୁ ଟନାର ମନ୍ତ୍ରର ଜିନିଷ ଗୁଡ଼ିକ ମଧ୍ୟ ଚାଉଳ କି ହଳଦୀ କି କଣ ଗୋଟେ 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 କୁକୁର ହାଡ କି ଗୋଟେ କବରରୁ ଆଣିଥିବା ସେ ସମାଧିରୁ ଶ୍ମଶାନରୁ ଆଣିଥିବା ଖାଡ ମନ୍ତ୍ର ପକାନ୍ତି ଏ ମାନ୍ତ୍ରିକ ମାନେ। ପକାଇଲା ପରେ ଯାଇକି ଯାହାର ହାତରେ ଦିଅନ୍ତି ତା ସହିତ ସେ ସ୍ପିରିଟ ଯାଏ, ନହେଲେ ଏଭ୍ରିଥିଙ୍ଗ ଇଜ ଡେଡ୍ ଆକ୍ଚୁଆଲି। ପରେ ସେମାନେ ମନ୍ତ୍ର ଦେଇକି ସେ ସ୍ପିରିଟକୁ, ସେ ଶକ୍ତିକୁ ସେ ଭିତରେ ପ୍ରବେଶ କରାନ୍ତି। ତ ବର୍ତ୍ତମାନ ଆମର କଥା କଣ ରହିଲା, ମାନେ ଆମେ କଣ ରୁମାଲ ଭିତରକୁ ପ୍ରଭୁଙ୍କୁ ଆସିବ ଆସ ବୋଲି କହିବା କି? ବାଇବେଲ କହେ ପ୍ରଭୁ ପରମେଶ୍ୱର କି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯଦି ଜଗତରେ ଅଛନ୍ତି ମାନେ କେମିତି ଥିବେ? ସେ କୋଉଠି ଥିବେ? ମନ୍ଦିରରେ କି? ଆମ ଠାରେ ଥିବେ। ନାଇଁ ଗୋଟେ ପଦ ପଢନ୍ତୁ, ଯୋହନ 14:23। ଜନ୍ 14:23। ଯୀଶୁ ତାଙ୍କୁ ଉତ୍ତର ଦେଲେ, ଯଦି କେହି ମତେ ପ୍ରେମ କରେ ତାହାହେଲେ ସେ ମୋହର ବାକ୍ୟ ପାଳନ କରିବ, ପୁଣି ମୋହର ପିତା ତାହାକୁ ପ୍ରେମ କରିବେ, ଆଉ ଆମ୍ଭେ ମାନେ, ହୁ ଇଜ ଦ୍ୟାଟ୍ ଆମ୍ଭେ ମାନେ? ପିତା ଆଉ ପୁତ୍ର। ଆମ୍ଭେ ମାନେ ତାହା ନିକଟକୁ ଆସି ତାହା ସହିତ ବାସ କରିବୁ। ପ୍ରଭୁ ଚାହାନ୍ତି କି ସେ ଆମର ଶରୀର ତାଙ୍କରି ଆବାସ ମନ୍ଦିର ହେଉ, ଆମ ଶରୀର ତାଙ୍କରି ଘର ହେଉ ବୋଲି ସେ ଆଶା କରନ୍ତି। ସେ ମନ୍ଦିରରେ ରହିବା ପରମେଶ୍ୱର ନୁହନ୍ତି ଆଜି ପୁରାତନ ନିୟମରେ ରହିଲା ପରି। ଆପଣ ଗୋଟେ କଥା ଜଣା କି? ଚର୍ଚ୍ଚ ଘର, ଗିର୍ଜା ଘର ପ୍ରତିଷ୍ଠା କାର୍ଯ୍ୟକ୍ରମ, କାହିଁ ନୂତନ ନିୟମରେ କୋଉ ଗିର୍ଜା ଘର ପ୍ରତିଷ୍ଠା କରାଯାଇଛି କୁହନ୍ତୁ ତ? ଯେତେ ଥର ଆମେ ମାନେ ପାଷ୍ଟର ମାନେ ଚର୍ଚ୍ଚ ଗୋଟେ ବନେଇକି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ବା କଣ କହିବେ ହାଉସ ଚର୍ଚ୍ଚ ଡେଡିକେସନ ପ୍ରୋଗ୍ରାମ ବୋଲି କହିକି ଆମେ କୋଉ ପଦ ବ୍ୟବହାର କରୁ ବୋଲାରୁ, ଦ୍ୱିତୀୟ ବଂଶାବଳୀ 7:14 ଯେତେବେଳେ ସୋଲୋମନ ମନ୍ଦିର ବନାଇଥିଲେ ସେଇ ମନ୍ଦିରର ପ୍ରଚାର କରିବାକୁ ବାଧ୍ୟ। ନୂତନ ନିୟମରେ କୋଉଟା ବି ନାହିଁ ସେଟା। ତଥାପି ଯେହେତୁ ଆମମାନଙ୍କର ଗିର୍ଜା ଚର୍ଚ୍ଚ ମେମ୍ବର୍ସ ବହୁତ ବଡ, 100-150 ଲୋକ ଥିଲା ବେଳେ କାହାର ଦାଣ୍ଡରେ କେମିତି ଆମେ ଉପାସନା କରିପାରିବୁ ସବୁ ସପ୍ତାହ? କାହାରି କାହାରି ଦାଣ୍ଡରେ, କାହାରି ଘରେ, କାହାରି କାହାରି ହଲରେ ତ ଧୀରେ ଧୀରେ ଆଉ ଜାଗା ନିଅଣ୍ଟ ହେବ ଜନ୍ତୁ ନାହିଁ ବୋଲି ପରେ କେତେ ହେଲେ ଗୋଟେ ଗ୍ରାଉଣ୍ଡରେ ଏ ପଦାରେ କେତେ ହେଲେ ନା ଗୋଟେ କାମ କରିବ, ପ୍ରଭୁଙ୍କର ଉପାସନା କରିବା ପାଇଁ ଗୋଟେ ହଲ ପ୍ରସ୍ତୁତ କରିବା ବୋଲି ଆମେ ଜାଗା ନେଇକି ଗୋଟେ ହଲ ବନାଉ। ହଲଟା ଚର୍ଚ୍ଚ ନୁହେଁ।
କିନ୍ତୁ ଆମେ ହଲ୍କୁ ଏମିତି ବନାଇକି ତାହାକୁ ପ୍ରତିଷ୍ଠା କରୁ, ଉତ୍ସର୍ଗ କରୁ। ଉତ୍ସର୍ଗ ମିନ୍ସ ହ୍ୱାଟ? ପ୍ରଭୁ ଏଇ ଯୋଉଟା ବନାଇଛୁ ହଲ୍ଟା, ଆମର ଭୋଜନ ପାଇଁ, ଆମର ବାହାଘର ପାଇଁ ଗୋଟେ କମ୍ୟୁନିଟି ହଲ୍ ପରିଟା ନାହିଁ ପ୍ରଭୁ। ଏଇଠାରେ ତୁମର ଉପାସନା କରିବୁ ସବୁ ସପ୍ତାହ। ତେଣୁକରି ପ୍ରଭୁ ଏଠାରେ ଆମ ସହିତ ତୁମେ ବାସ କରୁ ବୋଲି ତାଙ୍କୁ ଡାକିକି ଆମେ ତାହା ଉତ୍ସର୍ଗ କରୁ। ମନା ନୁହେଁ, ଏଇଟା ପାପ ନୁହେଁ। କିନ୍ତୁ ଧ୍ୟାନରେ ଦେଖନ୍ତୁ, ନୂତନ ନିୟମରେ ଦେର୍ ଇଜ ନୋ ମନ୍ଦିର ଏକ୍ସେପ୍ଟ ବିଶ୍ୱାସୀ। ଯେଉଁଠାରେ 2 କିମ୍ବା 3 ଜଣ ମୋ ନାମରେ ପ୍ରାର୍ଥନା କରନ୍ତି ଏକତ୍ର ହେଇକି, ସେଠାରେ କୋଉଠି ପ୍ରାର୍ଥନା କରୁଛୁ? କାହିଁ ବି ଘରେ, ଦାଣ୍ଡରେ, ଗଛ ପଛରେ, ବଗିଚାରେ, ଗ୍ରାଉଣ୍ଡରେ, ଟେଣ୍ଟରେ, ହଲରେ, କି ଆପଣ ମାନେ ବନାଇଥିବେ ଗିର୍ଜା ଘର। ତ ପରମେଶ୍ୱରଙ୍କ ପାଇଁ ମନ୍ଦିର ଗୁରୁତ୍ୱ ନୁହେଁ, ମନ୍ଦିରର ଗୁରୁତ୍ୱ କିଛି ନାହିଁ, ବିଶ୍ୱାସୀ ମାନଙ୍କର ଗୁରୁତ୍ୱ ଅଛି। ତେଣୁ କରି ଖର୍ଚ୍ଚ ପାଇଁ ପ୍ରାର୍ଥନା କରିଦେଲେ ପବିତ୍ର ଆତ୍ମା ସେ ଭିତରେ କାହିଁକି ଆସିବେ ଆଜ୍ଞା? ଆମେ ତେଲ ପାଇଁ ପ୍ରାର୍ଥନା କରିଦେଲେ ଏ ଭିତରେ କଣ ପାଇଁ ଆସିବେ? ସେ ଆମଠାରେ ରୁହନ୍ତି। ସାମସନ ଯେତେବେଳେ 1000 ଜଣ ଫିଲିଷ୍ଟିୟ ମାନେ ଆସିଥିଲେ, ତ ସାମସନ ଦେଖିଲେ ମାନେ ସମସ୍ତେ ବଡ ବଡ ଖଡଗ ଧରିକି ଆସୁଛନ୍ତି, କଣ କରିବୁ, କେମିତି କରିବି ବୋଲାରୁ ସେ ଗଧର ଥମଣି ହାଡ, ଥମଣି ଠିକ କହିଲି, ହାଡ ଗୋଟେ ଧରିଲେ, ଗଧ ଗୋଟେ ମରିଗଲେ, ତାର କଙ୍କାଳ ଗୋଟେ ହାଡ ଦେଖିଲା ବେଳକୁ କରତ ପର ଲାଗୁଥିବେ ଏତିକି ସାଇଜ ର, ତାକୁ ଧରିକି 1000 ଜଣ ଫଲିଷ୍ଟିୟ ମାନଙ୍କୁ କାଟି ପକାଇଲେ, ବାକି ଲୋକ ଫେରାର। ଆରେ ସେଠି ଫଲିଷ୍ଟିୟ ମାନଙ୍କର ସର୍ଦ୍ଦାର ପଚାରିଲା, ତ କାହିଁ ପଳେଇ ଆସିଲ ତମ ମାନେ? କଣ ବାକି ଲୋକ କୁଆଡେ ଗଲେ? ଆଜ୍ଞା ମରିଗଲେ। କେତେ ଲୋକ ମରିଗଲେ? ଆମର ଲୋକ 1000 ଲୋକ ମରିଗଲେ। ତମମାନଙ୍କ ଠାରେ 1000 ଲୋକ ମରିଲେ ମାନେ ସେପଟେ କେତେ ଜଣ ଥିଲେ ରେ? 2000 ଥିଲେ କି? ନାଇଁ ଆଜ୍ଞା, 2000 ସମାନ 1000 ଥିଲେ କି? ନାଇଁ ଆଜ୍ଞା, ତ 100 ଜଣ ଥିଲେ କି? ହେଲେ ଲାଜ ଲାଗୁନି? ସତ କଥା କହିଲେ ଆହୁରି ଲାଜ ଲାଗିବ ଆଜ୍ଞା। କଣ ହେଲା? 100 ବି ନଥିଲେ ଆଜ୍ଞା ସେପଟେ। କେତେ ଲୋକ? ଜଣେ। ଜଣେ ଲୋକ 1000 ଲୋକ କେମିତି ମାରିଦେଲା? ହାଉ ଇଜ ଇଟ୍ ପସିବଲ? ହାଉ ୱାଜ ଇଟ୍ ପସିବଲ ଆକ୍ଚୁଆଲି? ଯଦ୍ୟପି ସମସନ ବଡି ବିଲ୍ଡର ଦେଖାନ୍ତି ଆମକୁ ସିନେମାରେ, ବଡି ବିଲ୍ଡର ନଥିଲେ, ଠିକ ଅଛି, ଥିଲେ ବୋଲି ଭାବିଲେ ମଧ୍ୟ, ଫିଜିକାଲି ଷ୍ଟ୍ରେନ୍ଥ ଥିଲେ ମଧ୍ୟ, ତାଙ୍କର ବଡି ଗୋଟେ ଥିଲେ ମଧ୍ୟ, ତାଙ୍କର ବଳ ବଡିରେ ନଥିଲା। କି ତାଙ୍କ ପାଖରେ ଗୋଟେ ଅତି ଆଧୁନିକ ସ୍ନାଇପର ଗନ୍ ଥିଲା କି? ମସିନ ଗନ୍ କଣ ଥିଲା କି ତାଙ୍କ ପାଖରେ? ନା। AK-47 ଥିଲା କି? ନାଇଁ। 1000 ଜଣ ମାରିଦେଲା ପରେ ତାଙ୍କ ପାଖରେ କଣ ଗୋଟେ ବମ୍ ଥିଲା କି? ନାଇଁ। ଏଟଲିଷ୍ଟ ମିନିମମ୍ ବାବୁରେ, ମିନିମମ୍ ତାଙ୍କର ଖଡଗ ଗୋଟେ ସ୍ପେଶାଲ ଥିଲା କି ବାବୁ? ଫଲିଷ୍ଟିୟ ମାନେ ବୋଲି ସର୍ଦ୍ଦାର ପଚାରିଲେ, ଖଡଗ ବି ନଥିଲା। କୋଉଟା ଥିଲା ରେ ହାତରେ? ଗୋଟେ ହାଡ ଆଜ୍ଞା, ଗୋଟେ ଗଧର ହାଡ। ଆରେ ପାଗଲ ହୁଏ କି ଆପ ଲୋଗ? ଗୋଟେ ଛୋଟ ହାଡରେ କେମିତି ମାରିବ? ହେଲେ କାଲିଠୁ ଆମେ ବି ଧରିବା ହାଡ? ନାଇଁ ଆଜ୍ଞା, ତମେ ମୁଁ ଧରିଲେ ହେବନି ସେ ହାଡ। କଣ ହେଲା? ରାଜା ପଚାରୁଛି, ଏକ୍ସାମ୍ପଲ କହୁଛି। ହାଡ ହାତରେ ଥିଲା, କିନ୍ତୁ ଅଭିଷେକ ମୁଣ୍ଡରେ ଥିଲା। ତ ହ୍ୱାଟ ମେକ୍ସ ଡିଫରେନ୍ସ? ହାଡ ନାହିଁ, ବଡି ବି ନାହିଁ, anointing makes difference. ଆମର ପର ଲୋକ ହେଲେ କଣ କରିଥାନ୍ତେ? ହାଡର ଦୋକାନ ଲଗାଇ ଦେଇଥାନ୍ତେ, ମୁଁ ପ୍ରାର୍ଥନା କରି ରଖିଛି, କିଣିକି ନେଇ ଯା। ହାଡ ଦୋକାନ ବସେଇ ନାହାନ୍ତି ଆହୁରି, ଯେହେତୁ ବାଇବେଲରେ ସାମସନ ହାଡ ଧରିଥିଲେ। Don't be like that, brother, sister. ଗୋଟେ ଷ୍ଟୋରି ଶୁଣୁଥିଲି, ଗୋଟେ ମା ପୁଅର ଷ୍ଟୋରି। ପୁଅ ବେଶୀ ବହୁତ ଦୁଷ୍ଟ ଥିଲା, ବହୁତ ଦୁଷ୍ଟ ହେଇକି ସେ ଜେଲକୁ ପଳେଇଲା। ପୋଲିସ ଆରେଷ୍ଟ କଲେ ଗୋଟେ କେସରେ, ଜେଲରେ ପଡିଗଲା। ବହୁତ ଜବରଦସ୍ତ କେସ୍ ଥିଲା, କାହାକୁ ଦେଖିବା ପାଇଁ ବି ହେଉନି, ମା ତ ଯାଇପାରୁ ବି ନାହିଁ। କେମିତି କରୁ? ମା କହୁଥିଲେ ମୁଁ ଟିକେ ପୁଅ ସହିତ ଦେଖା କରିତେ, ନାଇଁ ତ ନାଇଁ, ଆଉ ମନା କଲେ, ଜଜ ବି ଏଲାଉ କରୁନଥିଲେ। ସେ ଦିନେ କଣ କରଲା ମା,
ଗୋଟେ 100 ଟଙ୍କା ଉପରେ ପ୍ରାର୍ଥନା କରିକି ଯେମିତି ସେମିତି ମୋ ପୁଅକୁ ଟିକେ ପହଞ୍ଚାଇ ଦିଅନ୍ତୁ ବୋଲି କହିଲା। ପଇସା ହେଲେ ସେ ନେବ, ପାକେଟ ବାଇବଲ ଦେଲେ ନେବନି ସେ। ପରେ ସେ ଯଦି 100 ଟଙ୍କା ପାଇଲେ, 100 ଟଙ୍କାର ଖର୍ଚ୍ଚ କରିବାକୁ ନେଇ ପକେଟ ରଖିଛି ଆଉ। ପକେଟ ରଖିଛି ତ କି ଆନାଉଣ୍ଟିଂ ଥିଲା କି ଜଣାନି, ସେ ଜେଲରେ ହିଁ ସେ ପରିବର୍ତ୍ତନ ହେଲା। ଆଉ ପ୍ରଭୁଙ୍କ ଦୟାରେ ବାହାରିଲା, କେସ୍ କଟିଗଲା। ତ ଏଇଟା କଣ ଜଣା ପଡେ, ଯେତେବେଳେ ଆମେ ଯିବାଟା ଅସମ୍ଭବ ହୁଏ, ଆଉ ଯେତେବେଳେ ଆମେ ଚାହୁଁ କି କିଛିଟା କଣ୍ଟାକ୍ଟ ଦରକାର, କହିଲେ କି ବିଜାତି ମାନେ ସେମାନଙ୍କୁ କିଛି ଜିନିଷ ଦେଲେ ଦେନ୍ ଦ ପାୱାର କ୍ୟାନ୍ ରିଲିଜ। ବିଶ୍ୱାସୀ ମାନଙ୍କୁ କଣ ପାଇଁ ଆଗେ ତେଲ ମୁଁ ଜାଣିପାରୁନି, why do you need a ତେଲ, ପାଣି, ରୁମାଲ, କ୍ରୁଶୋ, ଛବି, ଚିତ୍ର, ଯୀଶୁଙ୍କର ଫଟୋ, ପବିତ୍ର କ୍ୟାଣ୍ଡେଲ। ଲୋକ କେତେ ଜଣ ପଚାରିଲେ ପ୍ରାର୍ଥନା କରିକି ଦେଉ ତେଲ, ବିକଜ ସେମାନଙ୍କର ବିଶ୍ୱାସ ସେତିକି, ମାନେ ପବିତ୍ର ଆତ୍ମା ପାଇନଥିବାରୁ କମ ସେ କମ ତେଲ ହେଲେ କାମ କରୁ ବୋଲି ଆମର ଆଶା। କିନ୍ତୁ ଯେଉଁମାନେ ସ୍ପିରିଟ ଫିଲ୍ଡ, ମୁଁ କେବେ ସେମାନଙ୍କୁ ତେଲ ପାଇଁ ଏନକରେଜ କରେ ନାହିଁ। ବୁଝିଲେ କି? ଏଇଟା ଆମେ ମନେ ପଡେ, ସେଦିନ ଆମେ ଚିନ୍ତା କରୁଥିଲୁ ମୂଷାଙ୍କର ସେ ପିତ୍ତଳ ସର୍ପ। ମୂଷା ଯେତେବେଳେ ପିତ୍ତଳ ସର୍ପକୁ ଖୁଣ୍ଟ ଉପରେ ଟଙ୍ଗାଇଲେ, ଆଉ ଲୋକମାନେ ଯେଉଁମାନେ ସର୍ପ କାମୁଡ଼ିଲାରୁ ମରି ଯାଉଥିଲେ, ସେମାନେ ଯେତେ ଜଣ ସେ ସର୍ପ ଖୁଣ୍ଟରେ ସର୍ପକୁ ଦେଖିଲେ ସେମାନେ ସୁସ୍ଥ ହେଲେ ବୋଲି ବାଇବଲ କହେ। ପରେ ପରେ ପୁଣି ଜାଣିଛନ୍ତି କି ମୂଷାଙ୍କର ମୃତ୍ୟୁ ପରେ ଆକ୍ଚୁଆଲି ଇସ୍ରାଏଲି ମାନେ ସର୍ପର ଖୁଣ୍ଟ ଗୋଟେ ବନାଇକି ପୂଜା କରିବାକୁ ଷ୍ଟାର୍ଟ କଲେ। ଆରେ ରେ 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 ମୂଷା ସର୍ପର ଖୁଣ୍ଟ ଲଗାଇବାଟା ସତ, ଲୋକମାନେ ତାକୁ ଦେଖିକି ସୁସ୍ଥ ହେବାଟା ବି ସତ ଥିଲା, ମନା ତ ନାହିଁ। फिर भी बाद में क्या हुआ, सर्प दरकार पड़नଥିଲା। ଏମାନେ ବିଶ୍ୱସ୍ତ ଥିଲେ, why do you need a ସର୍ପ ଖୁଣ୍ଟ? କିନ୍ତୁ ପରେ କଣ ହେଲା, ଦ୍ୱିତୀୟ ରାଜାବଳୀ 18 ଦେଖ, ଇସ୍ରାଏଲି ମାନଙ୍କର ମୁଣ୍ଡ, ସେମାନଙ୍କର ମାଇଣ୍ଡ ସେଟ ଦେଖ। ପରେ ଦ୍ୱିତୀୟ ରାଜାବଳୀ 2 Kings 18 3 ପଡୁଛି। ହିଜକିୟ ରାଜା କଣ କଲେ, ତାଙ୍କ ରାଜ୍ୟରେ କଣ କଣ ଚାଲିଥିଲା, ସେ କେମିତି ତାହା ସବୁ ବିନାଶ କରିକି ଆପଣ ରାଜ୍ୟକୁ ପବିତ୍ର କଲେ, ସେ ଷ୍ଟୋରି ଲେଖୁ ଲେଖୁ ଏଠି କଣ ଲେଖା ଅଛି 18:3 ଦ୍ୱିତୀୟ ରାଜାବଳୀ। ପୁଣି ସେ ଆପଣା ପୂର୍ବ ପୁରୁଷ ଦାଉଦଙ୍କର ସମସ୍ତ କ୍ରିୟା ଅନୁସାରେ ସଦାପ୍ରଭୁଙ୍କର ଦୃଷ୍ଟିରେ ଯଥାର୍ଥ କର୍ମ କଲେ। ସେ ଉଚ୍ଚସ୍ଥଳୀ ସକଳ ଦୂର କରିଦେଲେ ଓ ସ୍ତମ୍ଭ ସକଳ ଭାଙ୍ଗି ପକାଇଲେ ଓ ଆସେରା ମୂର୍ତ୍ତି କାଟି ପକାଇଲେ। ପୁଣି ମୂଷା ନିର୍ମିତ ପିତ୍ତଳ ସର୍ପ ଖଣ୍ଡ ଖଣ୍ଡ କରି ଭାଙ୍ଗି ଦେଲେ, କାରଣ ତହିଁ ଉଦ୍ଦେଶ୍ୟରେ ଇସ୍ରାଏଲ ସନ୍ତାନଗଣ ସେ ସମୟ ପର୍ଯ୍ୟନ୍ତ ଧୂପ ଜଳାଉଥିଲେ, ଆଉ ସେ ତାହାର ନାମ ନହୁଷ୍ଟନ ପିତ୍ତଳ ଖଣ୍ଡ ରଖିଲେ। ଗୋଟେ ନାମ, ଗୋଟେ ଦେବତାର ନାମ ଦେଇକି ତାକୁ ପୂଜା କରୁଥିଲେ। ପୁଣି ଦେଖନ୍ତୁ, ପରମେଶ୍ୱର ଯେତେବେଳେ କହିଲେ ପିତ୍ତଳ ସର୍ପର ଖୁଣ୍ଟ ଗୋଟେ ବନାଅ ବୋଲି, ସେତେବେଳେ ତାହା ଭ୍ୟାଲିଡ ଥିଲା। ପରେ ଆଉ ନାହିଁ। ପରେ ଏମାନେ ନିଜେ ବନାଇକି ସେ ମୂଷାଙ୍କର ସର୍ପ ଏଟା ବୋଲି ଦେଇ ତାକୁ ଗୋଟେ ଦେବତାର ନାମ ଦେଇଦେଲେ। ତ କଣ ହେଲା, ଗୋଟେ ସମୟର ପିତ୍ତଳର ସର୍ପ ଏମାନଙ୍କ ପାଇଁ ପରେ ପରେ ଗୋଟେ ପ୍ରତିମା ପୂଜା ହେଇଗଲା। ଆଜି ବହୁତ ଜଣଙ୍କର ପାଇଁ ତେଲ ଗୋଟେ ପ୍ରତିମା ପୂଜା, ରୁମାଲ ଗୋଟେ ପ୍ରତିମା ପୂଜା, କ୍ରୁଶ ଗୋଟେ ପ୍ରତିମା ପୂଜା, ଫଟୋ ଗୋଟେ ପ୍ରତିମା ପୂଜା ହେଇଯାଉଛି। ଆମେ କ୍ରୁଶ ଏଥିପାଇଁ ଲଗାଉ, ଘର କି ଆମେ ପ୍ରଭୁଙ୍କ ଲୋକ ବୋଲି ଜଣାଇବା ପାଇଁ। କ୍ରୁଶ ଚିହ୍ନରେ ପାୱାର ନଥାଏ ଆଜ୍ଞା, କ୍ରୁଶର ଅନୁଭୂତିରେ ପାୱାର ଥାଏ।
गोटे जिनस को जिते से पूजा करके देवता शक्ति प्रवेश कराती आमे भाबू आमे प्रार्थना करदेले जिनस ऊपर शक्ति प्रवेश कर नो डोंट डू दिस समरीन स्त्री को प्रभु कहले तुम माने मंदिर को जाओ जिहुदी माने मंदिर को जाती तुम्हें माने पर्वत को जाई था उपासना आराधना करने गोटे समय आसुची जेहेतु ईश्वर आत्मा अटंती तांको आराधना करिबा उपासना करिबा लोक माने आत्मा रे सत्यता रे सरल हृदय रे करिबार समय आसु अछि बोल कहले वेरेवर यू कैन कनेक्ट टू गॉड आपन को गोटे माध्यम दरकार नहीं गोटे कनेक्शन तार दरकार नहीं तो तांको ठारे विश्वास करूछि बोलिबार गोटे विश्वास रो वाईफाई विश्वास जस्ट हैव फेथ अगेन गोटे समय तार नथिले फोन चलु नथिला कि नहीं हम छोट बेले लैंडलाइन फोन थिला तार थिले ही चलुथिला सेतले भाबुथिलु कि केबेले वायरलेस हे जीवो बोली केबे भी माइक्रोफोन वायरलेस फोन वायरलेस टीवी वायरलेस एवरीथिंग माउस वायरलेस तो मनुष्य जदि किसी कांटेक्ट न थाई कि कनेक्शन दे जानी पारुछि वाईफाई द्वारा ब्लूटूथ द्वारा एबे को नुआट को आसी पण लाइफाई LIFI वाईफाई तो पावरफुल पुणे लाइट द्वारा कनेक्टेड तो व्हाई नॉट गॉड एंड होली स्पिरिट परमेश्वर को सहित काहे कनेक्ट हो पारिबो नहीं विश्वास पूर्ण प्रार्थना it can reach to the eternity विश्वास पूर्ण प्रार्थना आज्ञा पर कोठी थिबे परमेश्वर आकाश मंडल रो गोटे मझे पढ़ी गोटे पद रो से पारी above the heavens पुणी the other side of the heaven आमे heaven जानिछु sky जानिछु space जानिछु but where is he above the space ए यूनिवर्स रो बाहर परमेश्वर यूनिवर्स भितरे नहांती आज्ञा साइंटिस्ट माने कहंती जो टेलीस्कोप पकाई देखियो देखंती दूर दूर तक से माने देखिले कि आकाश मंडल सुदूर आकाश मंडल रे अर्थात यूनिवर्स रो बाहर बोल कहले भी चलिबो पूरा अंधार सेठी नक्षत्र किछि नाही सेठी केते को लाइट रो तारा रो केते जिंस देखले पुणी और जना पड़छ तारा नुहे कण तार चारियाण अंधार अछि ए मत एटे खाली गोटे 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 लाइट रो स्पॉट्स देखा जाउछ व्हाट इज दैट बोलारो मिस्टीरियस काजर्स बोली कहंती तो गोटे फाइन सेठी स्वर्ग थाए कि थाए पारे कि कारण ताहा ज्योतिर राज्य कि नहीं आलोकर राज्य बोली बाइबल कहे तेणु करी इट कैन बी हेवन बोली माइंड अच्छी जहा कि मनुष्य चाहिए भी सेठू जाई परिबो नहीं आकाश मंडल से पारे तो हमें वर्तमान गोटे मिनिट रे कनेक्ट हो पारुछु हाउ इट इज दैट पॉसिबल इतना दूर कैसे जा पाता है एंड आपको जना कि आगमन उठा गला बेले व्हाट इज द चक्षुर पलक चक्षुर पलक कौन परिवर्तित हो दुनिया की आम्भ मानकर बास स्थान परिवर्तित हो आम्भ मानकर शरीर परिवर्तित हो आम्हे माने देखिबा जिंस परिवर्तन वहां पे होंगे हम लोग चक्षुर पलक रे जाई परिबो सेठी को जहाँ की बिलियंस ऑफ बिलियंस वर्ष गोटे रॉकेट रे गले मधे गोटे 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 100 कोटी वर्ष हेले मधे जाई न पारिबा मनुष्य जाई न पारिबा जागा को चक्षुर पलक रे केमते जाई पारे व्हाट इज दैट कनेक्शन एक्चुअली तुम कौन कहूछि माने सांसारिक जिनसो देकी कनेक्ट करिया पे चेष्टा करंतु नहीं प्रभु को कैथलिक्स माने मालो हिंदू माने जमते रुद्राक्ष माल धर की पूजा करती कैथलिक्स मानकर क्रूस माल अच्छे बुलाई बुलाई पूजा मान से उद्देश्य गोटे गोटे जो मोती थाए बीड्स थाए गोटे गोटे धरिले तार गोटे पवित्र गोटे गोटे चिन्ह पुणी था डोंट नीड टू टच एनीथिंग वी हैव आम विश्वास द्वारा
परमेश्वर को छुई देइछु आमे से प्रदर रोगी स्त्री केमती विश्वास वस्त्र रो झुंपा छुई देला को शास्त्र भी कहे नहीं कि वस्त्र रो झुंपा छुई देले सुस्थ हेबो बोले इट वाज हर फेथ तांकु छुईबार नहीं बेचारा कारण ए प्रदर रोगी स्त्री माने जो जहा को छुअंती ता असुचि बोली बाइबल कहे जो वस्त्र छुईला ताहा असुचि जो जो खट उपरे शोइला ताहा असुचि जो पात्र धरला ताहा असुचि जो मनुष्य को छुईला से भी असुचि तो से डरले प्रभु को छुई देते गोड़ धरी हाथ धरते ना 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 एतिकी करी तांको एतिकी कष्ट देबी नहीं से भी जानी पारिबे नहीं एमिति गोटे वस्त्र छुईले हेबो वाह आमर प्रार्थना आमर विश्वास आमर आत्मिकता तांको गोड़ न छुईले भी तांको वस्त्र छुईला परे हो आज्ञा आमर एते महाप्रार्थना कि तांको हृदय स्पर्शी पारिबो कि नहीं जणा नहीं हमको प्रभु एतके दया करो वस्त्र रो झुंपार टिप छुईबी कि टिके एतके हेले दया करो प्रभु बोले कही कि नम्र होई कि मागिबार आज्ञा वी डोंट नीड एनी कांटेक्ट वस्त्र रो झुंपा बोलर मने पड़ले कोठा तांकर वस्त्र प्रभु यीशु ख्रीष्टंकर देह को गुड़ेई की रखिथिबा वस्त्र कोठी अछि कौन बोलेंगे जिसाई अच्छो आज्ञा कौन कहले जिसाई अच्छो ओके जो एक रो पड़छ देखंतु उष्य राजा मृत हेबा वर्ष जिसाई अच्छो एक रो उष्य राजा मृत हेबा वर्ष मु प्रभु को एक उच्च उन्नत सिंहासन उपविष्ट देखिली ताहांक राज वस्त्र रो अंचल झिंपा मंदिर को परिपूर्ण कला हेलो तो व्हाट इज दैट मंदिर आज चर्च मंडली गिरजाघर नहीं गिरजाघर मंडली विश्वासी मानकर मंडली आत्मारे पूर्ण मंडली जगत पृथक होइथिबा गोटे मंडली सेमानंक पाखरे अदृश्य ईश्वरंकर वस्त्र अंचल से मानको आवरिकी रखिछि गोड़ेकी रखिछि प्रेज द लॉर्ड सो ना सामना वाला विश्वास जदि बड़ नहीं तो प्रार्थना करके तेल प्रार्थना करके दे पारे प्रभु जो मन व्यवहार कर कम से कम ए कांटेक्ट द्वारा तुम से धर छुई दियो प्रभु रक्षा करो कार्य करो काम करो प्रेज द लॉर्ड हुए काम भी हुए ही पारे किंतु ताहा कमर्शियल माइंड रे कोन मु प्रार्थना कर देइछु तेनु करी आय रे पावर थे यू हैव नो द कर्चिफ विल नेवर हैव अ पावर पावर आमे पाइथिबा पवित्र आत्मा रे थिबो आज्ञा आज्ञा आमे छु आम हाथ रे कोन अछि जे छुइबू मो हाथ रे भी पावर नाही कहले गधर थमुणा हाड रे कोन पावर अछि सामसन के हाथ रे कोन पावर अछि पावर कोठी थिला तांकोरी एनॉइंटिंग रे थिला और जेते बेले एनॉइंटिंग छाड़ी गला तो जेते फाइटिंग करले भी सामसन पारले तो नहीं आओ तो एनॉइंटिंग मेक्स डिफरेंस अभिषेक ही आम्भ मान को अलग करे बस अभिषेक ही जुआली भांगे आम्भ मानकर चेष्टा आम्भ मानकर परिश्रम आम्भ मानकर प्रार्थना आम्भ मानकर उपवास प्रार्थना ओ आम्भ मानकर परवास नथिंग विल डू जिसाय 10:27 नहीं कि 10:27 जिसाय पुणी से दिन रे ताहार बोझ तुम स्कंदरु और ताहार जुआली तुम्भो ग्रीबारु दूर करा जीव पुणी अभिषेक सकाशु जुआली भी नष्ट हेबो वाओ
କୋଉଟା ଆପଣଙ୍କୁ ଭାରଗ୍ରସ୍ତ କରିଦେଉଛି ମୁଣ୍ଡ ଉପରେ ତ ଓଜନ ପରି, ଡିପ୍ରେସନ ପରି, ପ୍ରେସର ପରି, ଷ୍ଟ୍ରେସ୍ ପରି ଲାଗୁଛି କି ହ୍ୟାଭ୍ anointing। ପବିତ୍ର ଆତ୍ମାଙ୍କର ଅଭିଷେକରେ ପରିପୂର୍ଣ୍ଣ ହୁଅନ୍ତୁ, ନାଇଁ କି? ପ୍ରେଜ୍ ଦ ଲର୍ଡ। କୋଉଟାକୁ ବାନ୍ଧି ହେଇଯାଇଛନ୍ତି, ଜୁଆଳି ମିନ୍ସ ହ୍ୱାଟ? ବାନ୍ଧି ହେଇଯିବେ, ଯୋଉଠି ଗଲେ ମଧ୍ୟ ନଈ ପଡିକି, ସେ ଦୁର୍ବଳତା ପାଖରେ ନଈ ପଡିକି, ସେ ଶତ୍ରୁ ପାଖରେ ନଈ ପଡିକି, ସେ ପରୀକ୍ଷାରେ ସେ ପାପ ସମ୍ମୁଖରେ ନଈ ପଡିକି, ବେଣ୍ଡ ହେଇକି, ଡିପେଣ୍ଡ ହେଇକି, କମ୍ପ୍ରମାଇଜ ହେଇକି, କଣ କହିବେ, ସମର୍ପିତ ହେଇକି ଅଛନ୍ତି କି ନାଇଁ ଆଜ୍ଞା ବାହାରିବି ବୋଲି ଯେ ପାରୁ ହେଉନି, ବାନ୍ଧି ହେଇଯାଇଛି। ତ ପ୍ରଭୁ କହୁଛନ୍ତି anointing will break the yoke, ଅଭିଷେକ ଭାଙ୍ଗେ। ଆମେ କାହିଁକି ଫାଷ୍ଟିଂ ଫେଷ୍ଟିଭାଲ କରିଥାଉ କୁହନ୍ତୁ ତ? ଆମେ ତ ଚାଲୁଛୁ ଭଲରେ ଆରାମରେ, ଯାହାର ଘରେ ସେମାନଙ୍କର ଘରେ ଆମେ ଜୁମ୍ ତ ଚଲାଉଛୁ ଆରାମରେ ବସିକି, କାହିଁକି ମଝିରେ ଏତେ ପଇସା ଖର୍ଚ୍ଚ କରିକି ଯିବାକୁ ପଡୁଛି କୁହନ୍ତୁ ତ? କାହିଁକି ଏତେ ପଇସା ଖର୍ଚ୍ଚ? anointing ପାଇଁକା। ସମସ୍ତେ ମିଶିକି ଏକଜୁଟ ହେଇକି କରିଥିବା worshipରେ, ପ୍ରେୟରରେ ଆମେ ଅନୁତାପ କରି କାନ୍ଦିବାର ଯୋଉ ପାୱାର ପ୍ରଡ୍ୟୁସ ହୁଏ ଆଜ୍ଞା, ସୌଭାଗିତାର ପାୱାର, ପାୱାର ଅଫ ଫେଲୋशिप, ପାୱାର ଅଫ ପ୍ରେୟର। ଆମ ପର୍ସନାଲ ପ୍ରେୟରରେ ବି ପାୱାର ଥାଏ, ଜୁମରେ ବି ପାୱାର ଥାଏ, କିନ୍ତୁ ଏକ ଏକ ପାଖକୁ ଆସିଲେ ଯୋଉ ଏନର୍ଜି ପ୍ରଡ୍ୟୁସ ହେବ ତାର ପାୱାର ଅଲଗା। ମୁଁ ସେଥିପାଇଁ ବହୁତ ଜଣଙ୍କୁ ରିକ୍ୱେଷ୍ଟ କଲି ଆସନ୍ତୁ ବୋଲି। ସେମାନଙ୍କୁ ଲାଗେ, ସେମାନଙ୍କୁ ଡେଫିନେଟଲି ରିଲିଜ ହେବା ଆବଶ୍ୟକ ବୋଲି ଯାହା ଯାହାକୁ ଭାବିଲି ସେମାନଙ୍କୁ ଡାକିବାକୁ ପଡିଲା ମତେ ପରେ ପରେ। ନାଇଁ ଆପଣ ଆସନ୍ତୁ ଯେମିତି ହେଲେ ବି କହିକି, ଏଠି ବି ତେଲୁଗୁ ମିଟିଂରେ ବି କେତେ ଜଣଙ୍କ ପାଇଁ ଖାଲି ସଭା କରାହେଇଛି ଆଉ ଗଲେ ଯିବା ନହେଲେ। ମୁଁ କହିଲି ଆପଣଙ୍କର ମାଇଣ୍ଡ ସେଟରେ ରହିଲା ସେଟା, ଏତେ ପଇସା କଣ କିଏ ସ୍ପନ୍ସର କରି ପକଉଛନ୍ତି ଯେ ଆମେ କାହିଁକି ଏତେ ମିଟିଂ କରିବାର? କମ ସେ କମ ଥରେ ହେଲେ ସମସ୍ତେ ଏକ ହେଇକି ଆସିବା ବୋଲିବାର ଉଦ୍ଦେଶ୍ୟ। ଜୁଆଳି ଭାଙ୍ଗିବାର ଅଛି, ଯୋଉ ଅଭିଶାପ, ଯୋଉ ପାପ, ଯୋଉ ଦୁର୍ବଳତା ଯୀଶୁଙ୍କ ନାମରେ ଯାହା ବୋଲେ ହୁଏନି ଆଜ୍ଞା। ୟୁ ନିଡ୍ ଏନ୍ ସ୍ପେସିଫିକ anointing ଫର ଦ୍ୟାଟ। ଆପଣଙ୍କ ପାଇଁ ପ୍ରାର୍ଥନା କରିବା ପାଇଁ ଦାସ ଆମ ମାନଙ୍କୁ ମଧ୍ୟ ଗୋଟେ ବିଶେଷ anointing ଦରକାର, और ଆପଣ ମାନଙ୍କର ଜୁଆଳି ଭାଙ୍ଗିବା ପାଇଁ ଆପଣ ମାନଙ୍କ ଉପରେ ମଧ୍ୟ ଗୋଟେ anointing ଆସିବା ଦରକାର। ସେତେବେଳେ ଯାଇକି ଆମେ ଯେତେବେଳେ ଘୋଷଣା କରୁ ରିଲିଜ ବୋଲି, ସେତେବେଳେ ରିଲିଜ ହୁଏ। ସୋ ଇଏ ତେଲ କର୍ଚିଫର ଷ୍ଟୋରି, ଏଟା ବିଜାତି ମାନଙ୍କୁ ଦରକାର ପଡିପାରେ, ତଥାପି ଆପଣ ଯଦି ଜିନିଷ ୟୁଜ ନ କଲେ ମଧ୍ୟ କାମ ହେଇପାରିବ। କାରଣ ଆମେ ଫିଜିକାଲ, ଆମେ ଆମେ ଶାରୀରିକ ଜଗତରେ ଥିବାରୁ ଆମକୁ ଗୋଟେ ଜିନିଷ ଏଇଟା ସବୁ ଧରୁ, ପବିତ୍ର ଆତ୍ମା ସବୁ ଧରିବା ଦରକାର ନାହିଁ, ଡାଇରେକ୍ଟ ଯାଇକି କାମ କରିଦେଇ ପାରନ୍ତି ସେ। ପବିତ୍ର ଆତ୍ମା ଡାଇରେକ୍ଟ ଯାଇକି କାମ କରିପାରନ୍ତି, ବଟ୍ ସେଥିପାଇଁ ଆମେ ଆତ୍ମାରେ ଡିପେଣ୍ଡ ହେଇଥାଉ। ପ୍ରଭୁ ମୁଁ ତ ଯାଇପାରିବି ନାହିଁ ମନୁଷ୍ୟ ହେଇକି। ଫର ଏକ୍ସାମ୍ପଲ କରୋନାରେ କାହିଁ ହିଲିଂ ମିଟିଂ ହେଲା ନାହିଁ, କୋଉଠି ବି ଡେଲିଭରେନ୍ସ ମିଟିଂ ହେଲା ନାହିଁ, ଚଙ୍ଗାଇ ସଭା କୋଉଠି ବି ନଥିଲା, ହଁ କି ନାହିଁ? ତଥାପି ମେଡିକାଲରୁ, କ୍ୱାରେଣ୍ଟାଇନରୁ ବହୁତ ଜଣ ସୁସ୍ଥ ହେଇକି କେମିତି ଆସିଲେ? ସେମାନେ ଡାଇରେକ୍ଟ କନେକ୍ଟ ହେଲେ ପ୍ରଭୁଙ୍କ ସହିତ। କୋରୋନା ଟାଇମ ଏତେ ଗୋଟେ ସୁନ୍ଦର ଟାଇମ ଥିଲା, ଆମେ ଗୋଟେ ଶିକ୍ଷା ପାଇବା ପାଇଁ କି ଜଣା ପଡିଲା କି ଜଣେ ରୋଗୀଙ୍କୁ ସୁସ୍ଥ କରିବା ପାଇଁ ଗୋଟେ ହିଲିଂ ସ୍ପିକର ଦରକାର ନାହିଁ ବୋଲି ଜଣା ପଡିଲା। तथापि हीलिंग मीटिंग को जानते लोग को माने, आप जहां पर हो वहीं पर प्रभु का पैर पकड़िएगा। आप लोग नम्र ହେଇକି ଧରି ଜାଣନ୍ତୁ। ହଁ, ଗୋଟେ ଦିନରେ ହେଇ ନପାରେ, 2 ଦିନରେ ବି ହେଇ ନପାରେ, କିନ୍ତୁ ପରସିଭିୟରାନ୍ସ ଗୋଟେ ଥିବ କି ନାହିଁ? କଣ ଲେଖା ହେଇଛି ରୋମିଓ 12:12 କି? ମତେ ଓଡିଆରେ ସବୁ ମନେ ରହେ ନାହିଁ, ପ୍ରାୟ ପଢି ବି ନଥାଏ କି ତ। ଭରସାରେ ଆନନ୍ଦ କର, କ୍ଲେଶରେ ସହିଷ୍ଣୁ ହୁଅ, ପ୍ରାର୍ଥନାରେ ଏକାଗ୍ର ଭାବରେ ନିବିଷ୍ଟ ଥାଅ। What is that in English? Continuing in instant in prayer. हिंदी रे प्रार्थना के विषय में स्थिर रहे। व्हाट इज स्थिर? स्थिरता।
मजबूत है कि मजबूत पकड़ बोलते हैं कि नहीं, माने 2 दिन को थोड़े प्रार्थना चेंज न हो, 4 दिन पर ना ଆଉ करे माने किछि प्रभु सुनला परला ना 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 गोटे जिद थिवर अछि। परमेश्वर जाकोबଙ୍କୁ पचारि नथान्ते, କିନ୍ତୁ ସେ ଗୋଡ ଧରି ଦେଲେ ଯେମିତି ରାତି ସାରା ସକାଳ ପାଇବା ଭିତରୁ ସେ ଆଶୀର୍ବାଦ ପାଇଲା ପରେ ହିଁ ପ୍ରଭୁ ପରମେଶ୍ୱରଙ୍କୁ ଛାଡିଲେ, ନହେଲେ ଭାଇ ଆସିକି ମାରି ଦେଇଥାନ୍ତା କେଜାଣି। ଏ ଡେସ୍ପରେସନ, ଏ perseverance, ଏ ଜିଦ୍ ଥାଉ ଆଜ୍ଞା, ଆତ୍ମିକ ଜିଦ୍ ଗୋଟେ ଥାଉ। You need this, ପ୍ରାର୍ଥନାରେ ସ୍ଥିର ରହ, କ୍ଳାନ୍ତ ନ ହେଇକି ହାଲିଆ ହେଇଯାଅ ନାହିଁ, ବିରକ୍ତ ହେଇଯାଅ ନାହିଁ, ଚିଡିଚିଡିଆ ହେଇଯାଅ ନାହିଁ। ପ୍ରଭୁ ଦୟା କର, ଆଜି ହେଲେ ଦୟା କର, ଆଜି ହେଲେ ଦୟା କର। କେତେ କାଳ ଆଉ କେତେ ଏ ଗୀତ ସଙ୍ଗୀତରେ ପଢିଥାଉ କି ନା, ହେ ସଦା ପ୍ରଭୁ କେତେ କାଳ ବିମୁଖ ହେଇକି ରହିବ, ହେ ସଦା ପ୍ରଭୁ କେତେ କାଳ ରାଗିବ। କଣ ତାର ଅର୍ଥ କଣ? ସେ କେତେ କାଳ ରାଗିଥିଲେ କି ଏମାନେ ବି ଛାଡିଲେ ନାହିଁ ଆଉ। ଦେଖନ୍ତୁ ଗଡ୍ ୱିଲ୍ ଡୁ ୱାର୍କ। ନମ୍ର ହେଇକି ଦାନିଏଲ 9 ଅଧ୍ୟାୟ ପରେ ପାପ ସ୍ୱୀକାର କରି, ମୋର ପିତୃପୁରୁଷମାନେ ଠିକ ନଥିଲେ ପ୍ରଭୁ, ତୁମକୁ ବହୁତ ଦୁଃଖ ଦେଲେ ମୁଁ ଜାଣିଛି, ମୋ ମା ବାପା ମଧ୍ୟ ବହୁତ ଦୁଃଖ ଦେଇଥିଲେ ତୁମକୁ, ମଦ ପିଇକି ମୋର ବାପା କେତେ ଗାଳି କରୁଥିଲେ ତୁମକୁ, ମୁଁ ଜାଣିଛି ପ୍ରଭୁ, ତୁ କ୍ଷମା କର। ସେମାନଙ୍କ ତରଫରୁ ମୁଁ ସରି କହୁଛି ପ୍ରଭୁ, ଗୋଡ ଧରୁଛି ପ୍ରଭୁ। ଆଉ କେତେ କାଳ ପ୍ରଭୁ, 70 ବର୍ଷ ହେଲାଣି ପ୍ରଭୁ, ଏଇ ଯେ ବନ୍ଧନରେ ଅଛି ପ୍ରଭୁ, ଛଡାଅ ପ୍ରଭୁ, ତୁମ ଛଡା ଆମର କେଉ ଭରସା କିଏ ନାହାନ୍ତି ପ୍ରଭୁ, ତୁମେ ଛଡା କିଏ ରକ୍ଷା କରିବେ ପ୍ରଭୁ, ତୁମେ ଦୟା କର। ଭିକ ମାଗିକି ପଡି ଯିବାର ଅଛି ତାଙ୍କ ପାଦ ପାଖରେ। ନା ଆମକୁ ହିଲିଂ ସ୍ପିକର ଦରକାର ନାଇଁ। ସେ ଚିକେନ ମଟନ ଖାଇକି ଫ୍ଲାଇଟରେ ବୁଲୁଥିବ, ତାଙ୍କର ଗୋଡ ଧରିଲେ କାମ ହେବ ବୋଲି ଆମେ ଭାବୁଥିବୁ। ହାତରେ 1,00,000 ଟଙ୍କା ଦେଲେ ଗୋଟେ 5 ଜଣଙ୍କୁ ସୁସ୍ଥ କରିପାରିବନି, ସେ ବକ୍ତ ଆମକୁ ଦରକାର। ତାଙ୍କ ଗୋଡ ଧରିଲେ ତାଙ୍କେ ହିଁ, ସେ ହିଁ ଆମର ପାଇଁ ଯୀଶୁ, ସେ ଆମର ପାଇଁ ଈଶ୍ୱର, ସେ ଆମର ପାଇଁ ସବୁ କିଛି, ସେ ଆମର ପାଇଁ ପବିତ୍ର ଆତ୍ମା। ଏଥିପାଇଁ କାମ ହେଉନି କାହାକୁ। ଯେଉଁଠାରେ ଆପଣଙ୍କୁ ପରମେଶ୍ୱର ଫ୍ରିରେ ମିଳନ୍ତି, ସେଇ ଜାଗାରେ ଆପଣ ମାନେ ଏତେ ପଇସା ଖର୍ଚ୍ଚ କରି ବୁଲୁଛନ୍ତି ବକ୍ତା ମାନଙ୍କ ପଛରେ। ଆଉ ପଇସା ଖର୍ଚ୍ଚ କଲେ ମଧ୍ୟ କାମ ହେଉନି। ଦେଖନ୍ତୁ ଆପଣ ମାନେ ନିଜେ ସାକ୍ଷୀ ତାର। ଦାନ ଦେବଟା ଭୁଲ ନୁହେଁ, କିନ୍ତୁ ଆପଣ ମାନଙ୍କର ମାଇଣ୍ଡ ସେଟ କେମିତି, ମାନେ ପଇସା ପଠାଇଲେ ସେ ପ୍ରାର୍ଥନା କରିବ, ତାଙ୍କର ପ୍ରାର୍ଥନା ହିଁ ପ୍ରଭୁ ଶୁଣିବେ, କାରଣ ତାଙ୍କର କଥାରେ ଜଣା ପଡୁଛି ସେ और ପରମେଶ୍ୱର ବହୁତ କ୍ଲୋଜ। ତୁଚ୍ଛାରେ ମିଛ କଥା। ଆପଣ ଯେମିତି ଷ୍ଟ୍ରଗଲ କରନ୍ତି, ଆମେ ସେମିତି ଷ୍ଟ୍ରଗଲ କରୁ ପରମେଶ୍ୱର ସହିତ କନେକ୍ଟ ହେବା ପାଇଁ। ଆଜ୍ଞା ଭାବୁଛନ୍ତି ବୋଧେ ଦାସ ମାନେ ନା ସବୁବେଳେ ପ୍ରାର୍ଥନାରେ ଥିବେ, ପ୍ରଭୁଙ୍କ ସହିତ କେତେ କନେକ୍ଟେଡ ହେଇକି ଥିବେ, ତେଣୁକରି ଏମାନେ ପାପ କରୁନଥିବେ, ଏମାନଙ୍କୁ ଦୁର୍ବଳତା ନଥିବ, ଏମାନଙ୍କୁ ଟେନସନ କିଛି ନଥିବ, କିଛି ରୋଗ ବାହାର ନଥିବ, ଆଉ ସବୁ ସପ୍ଲାଏ ହେଇଯାଉଥିବ ଘରେ, କିଛି ନାହିଁ। ଏଇଟା ଗୋଟେ ଭ୍ରାନ୍ତ। ଆମେ ଯେତେବେଳେ କହୁ କି ନା ପ୍ରଭୁଙ୍କ ଦ୍ୱାରା ସବୁ ଆସିଯାଉଛି, ଆମର ବିଶ୍ୱାସ, ଏଟା ତମର ବି ସେମିତି ବିଶ୍ୱାସ ଥିଲେ प्रभु का कुछ नहीं होता। आपका दिखता है समस्या, हमारा दिखता नहीं है बस। ଆପଣଙ୍କର ଦୁର୍ବଳତା ଜଣା ପଡିଯାଏ, ଆମର ଜଣା ପଡେ ନାହିଁ। ଆପଣଙ୍କର ପାପ ଜଣା ପଡିଯାଏ, ଆମର ଜଣା ପଡେ ନାହିଁ। ଏମିତି ମେଣ୍ଟେନ କରନ୍ତି ପ୍ରଭୁଙ୍କ ଦାସ ମାନେ। ତେଣୁକରି ଦାସ ମାନଙ୍କୁ ମୁଣ୍ଡରେ ଚଢାନ୍ତୁନି, ରେସ୍ପେକ୍ଟ ଦିଅନ୍ତୁ, ପ୍ରାର୍ଥନା କରାନ୍ତୁ, ସେବା ପାଇଁ ସହଯୋଗ କରନ୍ତୁ, ଏଟା ସବୁ ଠିକ ଠାକ। ଡୋଣ୍ଟ ମେକ୍ ଦେମ୍ ଆଇଡଲ। ଦାସ ମାନଙ୍କୁ ଆପଣଙ୍କ ପାଇଁ ଗୋଟେ ପ୍ରତିମା ପରି ବନାନ୍ତୁନି ଆଜ୍ଞା। କିଛି ମିଳିବନି ପ୍ରଭୁଙ୍କ ଠାରୁ, ଆଉ ଏ ଦାସ ମାନଙ୍କର ପ୍ରାର୍ଥନା ଜମା ଶୁଣିବେନି ପରମେଶ୍ୱର। କାରଣ ପରମେଶ୍ୱର ରାଗି ଯିବେ, ତୁ କାହିଁକି ନିଜକୁ ପ୍ରତିମା ବନାଇଦେଲ ସେମାନଙ୍କ ସାମ୍ନାରେ, ତୁ କାହିଁକି ଏତେ ଗ୍ରେଟ କି? କାହିଁକି ଅଣ୍ଟା ବଥା ଆମକୁ, କାହିଁକି ସୁଗର, କାହିଁକି ବିପି, କାହିଁକି ସବୁଦିନ ମୃତ୍ୟୁର ସମ୍ମୁଖୀନ ହେଇକି ଯନ୍ତ୍ରଣା ଭୋଗୁଛୁ ଆମେ? ଆମର ପେନ୍ ଆପଣଙ୍କୁ ଜଣା ନାହିଁ। ଗତ ସପ୍ତାହ ସାରା ଏ ପିଠି ସାଇଡ ରେ ଏ ହାଡ ଭିତରେ ଜଳୁଥିଲା କହିଲା ବେଳେ, ନର୍ମାଲି କିଛି ନାହିଁ, କୋଉ ଏଠି ଜଳୁଥିଲା, ଆପଣ ଦେଖିଥିବେ, ଏମିତି ହାତ ଧରୁଥିବେ। We get pain, so pain because of your dependence on us. ଆପଣ ମାନେ ଦାସ ମାନଙ୍କ ଉପରେ ଏତେ ଡିପେଣ୍ଡ ହେଇଯିବା କାରଣରୁ ଆମେ ଯନ୍ତ୍ରଣା ପାଉ।
ଲୁକ 6:26 କହେ, ଲୋକମାନେ ଯେତେବେଳେ ତୁମକୁ ଟେକନ୍ତି ତୁମ ମାନଙ୍କ ପାଇଁ ତାହା ତୁମେ ମାନେ ସନ୍ତାପର ପାତ୍ର, ଦଣ୍ଡର ଯନ୍ତ୍ରଣାର ପାତ୍ର ତୁମମାନେ। ଏତିକି ସତ୍ୟ କେହି କହିବେନି ଆଜ୍ଞା। ଜେନେରାଲି କଣ କହିବେ ମାନେ ଆମେ ପ୍ରଭୁଙ୍କ ଦାସ, ଆପଣଙ୍କର ଆଉ ପରମେଶ୍ୱରଙ୍କ ମଝିରେ ମଧ୍ୟବର୍ତ୍ତୀ ଆମେ ଉଠୁ, ଆମେ ନ କରିଲେ ପ୍ରଭୁ, ଆମେ ନଥିଲେ ପ୍ରଭୁ ଆପଣଙ୍କ ପ୍ରାର୍ଥନା ଶୁଣିବେ ନାହିଁ, और ଆପଣ କିଛି ଦାନ ଦଶମାଂଶ ନ ଦେଲେ ପ୍ରଭୁ ବି କାମ କରିବେନି ବୋଲି କହିବା କଥା ଆକ୍ଚୁଆଲି, କିନ୍ତୁ ମୁଁ ସେମିତି କହେ ନାହିଁ। ଏଥିପାଇଁ ରାଗନ୍ତି ମତେ ଲୋକମାନେ। ପ୍ରେଜ ଲର୍ଡ। ତ ତେଲ ଫେଲ କିଛି ନାହିଁ, ବାଇବେଲ ଧରନ୍ତୁ। ବାଇବେଲ ବି ବାଇବେଲ ଛୁଇଁଲେ ଆମେ ଜାଣକୁ ଭୂତକୁ ବାଇବେଲ ଛୁଇଁଲେ ହଉଥିବ। ପାୱାର ବାଇବେଲରେ ନାହିଁ, ତୁମେ ବିଶ୍ୱାସ କରୁଥିବା ବାକ୍ୟରେ ଅଛି। ବି ସ୍ପିରିଚୁଆଲାଇଜ ଆଜ୍ଞା, ମେଟେରିଆଲ ହୁଅନ୍ତୁ ନାହିଁ, ସ୍ପିରିଚୁଆଲ ହୁଅନ୍ତୁ। ସ୍ପିରିଚୁଆଲ ସ୍ପିରିଚୁଆଲ ରେ ସ୍ପେଲିଂ SPIRIT ସ୍ପିରିଟ, UAL ସ୍ପିରିଚୁଆଲ। ଏ ସ୍ପିରିଚୁଆଲ ରେ ଆଉ ଗୋଟେ ୱାର୍ଡ ଅଛି ରିଚୁଆଲ। ରିଚୁଆଲ ମାନେ ରୀତିନୀତି। ଯେତେବେଳେ ଆମମାନଙ୍କର ସବୁ ପ୍ରକାର ଆତ୍ମିକ କର୍ମ ଭିତରେ ସ୍ପିରିଟ ନଥିବେ ତାହା ରିଚୁଆଲ ହେଇଯାଏ। where there is no spirit it becomes ritual, when there is spirit ପବିତ୍ର ଆତ୍ମା ଯୋଉଠି ଥାନ୍ତି ତାହା ସ୍ପିରିଚୁଆଲ ହୁଏ। ଆଉ ସ୍ପିରିଚୁଆଲାଇଜେସନ ରେ ଜିନିଷ ବସ୍ତୁର ଆବଶ୍ୟକତା କିଛି ନାହିଁ। ଗୋଟେ ରୁମାଲର, ଗୋଟେ କାଠର, ଗୋଟେ କ୍ରୁଶର, ଗୋଟେ ମାଳର, ଗୋଟେ ତେଲର, ଗୋଟେ ମୁଦିର, ହେଁ, ଡୋଣ୍ଟ ନିଡ୍ ଦ୍ୟାଟ୍। ପ୍ରଭୁ ତେଲକୁ ଅଭିଷେକ କର, ଏ ପାଣିକୁ କାହିଁକି ପ୍ରଭୁ ତତେ କାହିଁକି ଅଭିଷେକ ନ କରିବି? ସେଇ ତେଲ ଭିତରକୁ ତୁମେ ପ୍ରବେଶ କରିବ, ଅଭିଷେକ ତୁମ ମାଗ, ପ୍ରଭୁ ମୋ ଠାରେ ଆସ। ସେ ଅନୁଭୂତି, ସେ ଅଭିଷେକ, ସେ ରକ୍ତର ଶକ୍ତି ମୋ ଭିତରକୁ ଆସୁ ପ୍ରଭୁ। ତ ତେଲ ପାଇଁ ପ୍ରାର୍ଥନା କରିବା ବଦଳରେ ନିଜ ପାଇଁ ପ୍ରାର୍ଥନା କର, ସେ ଅଭିଷେକ ପାଅ। then releases power, ତୁମେ ଆତ୍ମାରେ ଆଉ ଶକ୍ତିର ଅଭିଷେକ ପାଇବ, ପୂର୍ଣ୍ଣ ହେବ। ଆତ୍ମାରେ ପୂର୍ଣ୍ଣ ହେଉଛୁ, ଏବେ କଣ ଦରକାର? ମାନେ ଆମ ମୁଖର ବାକ୍ୟର ଶକ୍ତି ଥିବାର ଅଛି, ଆମ କଥାବାର୍ତ୍ତାରେ ଶକ୍ତି ଥିବାର ଅଛି, ଆମ ମାନଙ୍କ ଯୋଉ ପ୍ରେଜେନ୍ସ ରେ ପାୱାର ଥିବାର ଅଛି। ପ୍ରେଜେନ୍ସ ମିନ୍ସ ହ୍ୱାଟ? ଆମେ ଯୋଉଠି ଛିଡା ହେଲୁ ସେଠି ଅରା କ୍ରିଏଟ ହେଇଯିବାର ଅଛି। ସେମିତି ଗୋଟେ ଅନୁଭୂତି ପାଆନ୍ତୁ ପରା ବୋଲେ ନା, ଆମର ବ୍ରେନ ୱାଶ ଏମିତି ହେଇଯାଇଛି। ଗୋଟେ ଦାସ, ଗୋଟେ ପ୍ରାର୍ଥନାକାରୀ ଆଣ୍ଟି, ସେମାନେ ହେଲେ କାମ ହେବ, ତମଠୁ କାହିଁକି ହେବ ନାହିଁ? कॉन्ट्रैक्ट ले लिए क्या सब दासों लोग?